ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା କୋର୍ଟ ଟୁ ହିଷ୍ଟ୍ରି ଅନର୍ସର କୋର୍ଟ ଟୁ +3 ଫାର୍ଷ୍ଟ ଇୟର୍ର ଓକେ। ସେଇ ପୂର୍ବବର୍ଷର କ୍ୱେଶ୍ଚିନ୍ କିଛି ଦେଖିବା, ଯାହାକି 90% ପଢ଼ିବାର ସମ୍ଭାବନା ଅଛି। ଯାହାକି ମୁଁ ନ୍ୟୁଜ୍ ଦେଖିଛି, ଆଉ ହେଲା ଯେଉଁ ଆମ ଯେଉଁ ବୋର୍ଡ଼ CBSEର ତାର ବି ମୁଁ ବୋର୍ଡ଼ରୁ ଦେଖିଥିଲି। ସବୁ କ୍ୱେଶ୍ଚିନ୍ ଆନ୍ସର୍ ଏଇ ପାଟର୍ନ ଆସୁଛି ଓକେ। ମୁଁ ଯାହା କହୁଛି ଆପଣ ସେୟା କରିବେ, ଆରାମସେ ପୁରା 60, 70, 80% ଆରାମସେ ହେଇଯିବ, କିଛି ଭାଇ ଅସୁବିଧା ନାହିଁ। ଦେଖ, ପୂର୍ବବର୍ଷ କ୍ୱେଶ୍ଚିନ୍ ବହୁତ ପଢ଼ିବା ଚାନ୍ସେସ୍ ଅଧିକ ଥାଏ, ଏଇ ଗୋଟେଟା ମନେ ରଖିଥାଅ ଓକେ। ଦେଖ, ପାର୍ଟ 1ରେ ଏରେ ଦେଇଛି ଡ୍ୟାସ୍ ଅନ୍ ଦ ଅରିଜିନ୍ ଅଫ୍ ଦ ସ୍ପେସିସ୍ ବାଇ ମିନିସ୍ ଅଫ୍ ନ୍ୟାଚୁରାଲ୍ ସିଲେକ୍ସନ୍ ପୁସ୍ତକ ଲେଖିଥିଲେ ଓକେ। ଏଇଟା ପିଲାମାନେ ତମେ ଜାଣିଛ, ସମସ୍ତେ ଲେଖିଦେବ ଆନ୍ସର୍ ଓକେ। ଏଗୁলো ତମେ ଆଗେ ଖାତାରେ ସବୁ କ୍ୱେଶ୍ଚିନ୍ ଲେଖିକି ତାର ସବୁ ଆନ୍ସର୍ ସବୁ ଲେଖ, ତାକୁ ବାରମ୍ବାର ପଢ଼ ଏବଂ ଲେଖ, ଅଟୋମେଟିକ୍ ପରୀକ୍ଷାରେ ଏଗୁলো ସବୁ ଆସିବ, କିଛି ଅସୁବିଧା ନାହିଁ ଓକେ। ବିରେ ଦେଖ, ମଧ୍ୟପ୍ରସ୍ତର ଯୁଗର ଅଧିବାସୀମାନେ ଡ୍ୟାସ୍ ନିର୍ମିତ ପାନୀୟ ବ୍ୟବହାର କରୁଥିଲେ। ସିରେ ହେଲା, ଶସ୍ୟଭିତ୍ତିକ ଖାଦ୍ୟ ଡ୍ୟାସ୍ ଯୁଗର ମଣିଷର ମୁଖ୍ୟ ଖାଦ୍ୟ ଅଭ୍ୟାସରେ ପରିଣତ ହେଲା। ଡିରେ ହେଲା, କୃଷିର ଡ୍ୟାସ୍ ସହ ନିବିଡ଼ ସମ୍ପର୍କ ଥିଲା। ଇ, ମିଶରର ପ୍ରଥମ ପିରାମିଡର ସ୍ଥପତି ଡ୍ୟାସ୍ ଥିଲେ ହେଲା। ଏଫ୍ ହେଲା, ଗ୍ରୀକ୍ ଓ ପାରସିକ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଯୁଦ୍ଧକୁ ଡ୍ୟାସ୍ ଯୁଦ୍ଧ ବୋଲି ନାମିତ କରାଯାଇଥିଲା। ଜି ହେଲା, କେଉଁ ସଂସ୍କୃତ ମହିଷ ଖାଦ୍ୟ ଉତ୍ପାଦନ ପଦ୍ଧତି ସମ୍ବନ୍ଧୀୟ ଜ୍ଞାନ ନଥିଲା। ଏଚ୍ ହେଲା, ଡାର୍ୱିନଙ୍କ ମତାନୁଯାୟୀ କାହାଠାରୁ ମାନବର ରୂପାନ୍ତରିତ ହୋଇଥିଲା। ଆଇ ହେଲା, କେଉଁ ନଗରୀକୁ ଗ୍ରୀକ୍ ସଭ୍ୟତା ଖଡ଼କ୍ସ ବୋଲି କୁହାଯାଉଥିଲା। ଯେ ହେଲା, ଏଥେନ୍ସ ସହରର ଅଧିଷ୍ଠାତ୍ରୀ ଦେବୀ କିଏ ଥିଲେ। କେ ହେଲା, କେଉଁ ସଭ୍ୟତାରେ ପ୍ରଥମ ଥର ପାଇଁ ସିଲିକନ୍ ବସ୍ତ୍ରମାନଙ୍କରେ ବ୍ୟବହୃତ ହୋଇଥିଲା। ଏଲ୍ ହେଲା, ନୂତନ ପ୍ରସ୍ତର ଯୁଗର କେଉଁ ପଶୁକୁ ପ୍ରଥମେ ଗୃହପାଳିତ କରାଯାଇଥିଲା ଓକେ। ଇଏ ହେଲା ସବୁ ତମର ଥିଲା ସର୍ଟ କ୍ୱେଶ୍ଚିନ୍, ଯାହା ତା ମଧ୍ୟରୁ 12ଟା କରିବ ଓକେ। ପାର୍ଟ 2ରେ ଦେଖ, 2 ମାର୍କିଆ 8ଟା କରିବ। ଏରେ ହେଲା, ଆମୋଇବା କ'ଣ। ବି ହେଲା, ମାଇକ୍ରୋଲିଥ୍ସ ଗୁଡ଼ିକ କ'ଣ। ସି ହେଲା, ପୁରାତନ ପ୍ରସ୍ତର ଯୁଗରେ ଗୋଷ୍ଠୀଗତ ଜୀବନର ଆବଶ୍ୟକତା କ'ଣ ଥିଲା। ଡି ହେଲା, ହେଲେନ୍ ଫ୍ରାଙ୍କଙ୍କର କୃଷି ସମ୍ବନ୍ଧୀୟ ତତ୍ତ୍ୱ। ଇ ହେଲା, ନବପ୍ରସ୍ତର ଯୁଗରେ ପଶୁପାଳନର ବ୍ୟବହାର। ଏଫ୍ ହେଲା, ପୁରାତନ ପ୍ରସ୍ତର ଯୁଗ ଓ ନୂତନ ପ୍ରସ୍ତର ଯୁଗୀୟ ଲୋକମାନଙ୍କର ଖାଦ୍ୟ ଅଭ୍ୟାସର ଏକ ପ୍ରମୁଖ ପାର୍ଥକ୍ୟ। ଜି ହେଲା, ମିଶରର ଲୋକମାନଙ୍କର କୃଷି ପ୍ରଣାଳୀ କ'ଣ କେମିତି ଥିଲା ତାକୁ ସବୁ ବର୍ଣ୍ଣନା କରି ଲେଖିବ ଓକେ। ଏଚ୍ ହେଲା, ଜିଗୁରାତ୍ କ'ଣ ଓ ଏହାର ବିଶେଷତ୍ୱମାନ କ'ଣ ଲେଖିବ। ଆଇ ହେଲା, ପ୍ରାଚୀନ ଗ୍ରୀସ୍ ଅଲିମ୍ପିକ୍ କ୍ରୀଡ଼ା। ପ୍ରାଚୀନ ଗ୍ରୀସରେ ଅଲିମ୍ପିକ୍ ହେଇଥିଲା ଓକେ। ଯେ ହେଲା, ଏଥେନ୍ସରେ ସୋଲନଙ୍କ ସଂସ୍କାର ମାନ। ଦି ମାର୍କିଆ ତମ ଦେଇଛି ପ୍ରାୟ 12ଟା 13ଟା ଭଳିଆ, ତା ଦେହରେ 8ଟା କରିବ। 3 ମାର୍କିଆ ହେଲା, ହେମୋ ହାବିଲିସ୍ ମଣିଷ ଓକେ, ତା ଉପରେ ଲେଖିବ 65 ଶବ୍ଦ, ମାନେ ଗୋଟେ ପେଜର ହାଫ୍ ପେଜ ଲେଖିଲେ ବି ହେଇଯିବ। ପୁରାତନ ପ୍ରସ୍ତର ଯୁଗର ଧର୍ମ ବିଶ୍ୱାସ ଲେଖିବ ତା ଉପରେ। ସି ହେଲା, ମଧ୍ୟପ୍ରସ୍ତର ଯୁଗର ଉପକରଣ। ଡି ହେଲା, ନବପ୍ରସ୍ତର ଯୁଗରେ ଖାଦ୍ୟ ଗ୍ରହଣ ଅଭ୍ୟାସର ପରିବର୍ତ୍ତନ। ଇ ହେଲା, ନୂତନ ପ୍ରସ୍ତର ଯୁଗୀୟ ସଂସ୍କୃତିର ନାରୀ। ଏଫ୍ ହେଲା, ହାମୁରାବି ବିଧି ସଂହିତା। ଜିରେ ହେଲା, ମେସୋପୋଟାମିଆ ସଭ୍ୟତାର କୃଷି ଓ ପଶୁପାଳନ ବିକାଶ। ଏଚ୍ ହେଲା, ଜଣେ ଚୀନ ଦାର୍ଶନିକ ରୂପେ କନଫ୍ୟୁସ୍। ଆଇ ହେଲା, ଅଷ୍ଟ୍ରାସିଜିମ୍।
ଯେ ହେଲା ପେଲୋପୋନେସିୟ ଯୁଦ୍ଧ। ଓକେ, ତାପରେ ଆଇଭିରେ ଦେଇଛି 7 ମାର୍କିଆ 4ଟା। ଓକେ, ପିଲାମାନେ ଦେଖ, ମୁଁ ଗୋଟେ କଥା କହି ରଖୁଛି, 7 ମାର୍କିଆ 4ଟା ମାନେ ତମ ଯେତେଟା ୟୁନିଟ୍ ଅଛି, ଧର 4ଟା ୟୁନିଟ୍ ଅଛି, ତା ଧର ଅଧା ସବୁ 3ଟା 2ଟା ଭଳିଆ ଦେଇଛି, ତମେ ହେଲା ପ୍ରତ୍ୟେକ ଏଥର ଗୋଟେ ୟୁନିଟ୍ 3ଟା ଅଥବା 2ଟା ଅଧା ଦେଇଛି, ତା ଦେହରୁ 2ଟା ତମ ଲଙ୍ଗ କୋଶ୍ଚିନ୍ ଦବ, ଯୋଉଟା ନିଅ କମ୍ପଲସରି ଗୋଟେ ପଡ଼ିବ, ଏଇଟା ମୁଁ ପୁରା ସିଓର। ଓକେ, ତମ ଥର ସମୁଦାୟ ଲଙ୍ଗ କୋଶ୍ଚିନ୍ କେତେଟା? 4ଟା ପଡ଼ିବ। 4ଟା ପଡ଼ିଲେ ଅରରେ ବି ଗୋଟେ ଦଉଛି। ତମର ଏଇ 4ଟା ୟୁନିଟ୍ ଅଛି, ତମେ 5ଟା କି 6ଟା ଥାଉ, ତମେ କିନ୍ତୁ ଫାଷ୍ଟ 4ଟା ୟୁନିଟ୍ ନେବ, ତା ଦେହରୁ ତମେ 2ଟା ଯେତେଟା ଅଧା ହେଇଥିବ ସବୁଥିରୁ ଗୋଟେ ଗୋଟେ ଲଙ୍ଗ କୋଶ୍ଚିନ୍ ନେବ, ସେଟା ନେଇକି ମନ ଲେଖିବ, ତାପରେ ଆଦରଟା ପରୀକ୍ଷାରେ ଏକ୍ସାମ୍ରେ କମ୍ପଲସରି ହେଇଯିବ। ମୁଁ ପୁରା ସିଓର, ଏଇଟା ମୁଁ ବି ଏଇଟା ଟ୍ରାଏ କରୁଛି, ମୋର 100% ଏ ଟ୍ରିକ୍ଟା କାମ କରୁଛି। ଓକେ, ସେୟା ହିଁ କରିବ, ଅଟୋମେଟିକ୍ ପୁରା ପାଇବେ। ଓକେ, ଆଉ ଖାଲି କିଛି ନାହିଁ, ପରୀକ୍ଷାରେ ଫାଷ୍ଟ କିଛି ଲେଖିଦବ, ସେ ଯୋଉ ପୃଥିବୀ ପୃଷ୍ଠରେ ମଣିଷ ଆବିର୍ଭାବ ଆଲୋଚନା, ତା ଉପରେ ଫାଷ୍ଟ କିଛି ଲେଖିଦବ। ତ କିଛି ନାହିଁ, ପଏଣ୍ଟ ତମେ ଖାଲି ତମେ ଏମିତି କରିବ, ଖାଲି ପଏଣ୍ଟ ଘୁଷି ଦେଇଥିବ, ଆଉ ହେଲା ଉପରୁ କିଛି କିଛି ଘୁଷି ଦେଇଥିବ, ବାସ୍ ସଇଲା। ତାପରେ ଫାଷ୍ଟ ଉପରଟା ଲେଖିଦବ, ତାପରେ ପଏଣ୍ଟ ପକେଇବ, ତାପରେ ତା ଭିତରେ ସେ ପଏଣ୍ଟ ଯାହା ଦେଇଥିବ ତା ଉପରେ କିଛି ଲେଖିଦବ, ପୁଣି ଆଉ କିଛି ଏମିତି ମିଶିକି ଲେଖିଦବ, ଅଟୋମେଟିକ୍ ମାର୍କ ଥିବ, 7ରୁ 5 ଭଳିଆ ଅଟୋମେଟିକ୍ ପାଇବ। ଓକେ, এইଭଳିଆ ଟ୍ରିକ୍ ଆପ୍ଲାଏ କଲେ ଅଟୋମେଟିକ୍ ମାର୍କ ପାଇବ। ମୁଁ ଏଇଭଳିଆ କରିଛି, ମୁଁ ପାଇଛି। ଓକେ, ପୃଥିବୀ ପୃଷ୍ଠରେ ମଣିଷର ଆବିର୍ଭାବ ଆଲୋଚନା କର ଓ ଏହା ପାଇଁ ବିଦ୍ୱାନମାନଙ୍କ ବିଭିନ୍ନ ତତ୍ତ୍ୱମାନ ସମୀକ୍ଷା କର। ଏଇଟା 4ରେ ହେଇଛି ମଧ୍ୟପ୍ରସ୍ତର ଯୁଗର ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ବିଭବମାନ ଉପରେ ଆଲୋକପାତ କର। 5 ହେଲା ନୂତନ ପ୍ରସ୍ତର ଯୁଗରେ ଖାଦ୍ୟ ଉତ୍ପାଦନର ପ୍ରକ୍ରିୟା ତଥା କୃଷିର ବିକାଶ ଆଲୋଚନା କର। ଦେଇଛି ନୂତନ ପ୍ରସ୍ତର ଯୁଗର ପଶୁପାଳନ ଓ ଏହାର ଅଧିବାସୀମାନଙ୍କର ଯାଯାବର ଜୀବନ ଉପରେ ଏକ ତ୍ରିପଣୀ ଲେଖ। 6ରେ ହେଲା ସୁମେରୀୟ ସଭ୍ୟତାର ଅବଦାନ ଗୁଡ଼ିକର ସମୀକ୍ଷା କର। ମାନବ ସଭ୍ୟତାକୁ ସାଙ୍ଗ ଯୁଗୀୟ ଚୀନର ଅବଦାନର ମୂଲ୍ୟାୟନ କର। 7ରେ ହେଲା ପୃଥିବୀର ସଭ୍ୟତାକୁ ପ୍ରାଚୀନ ଗ୍ରୀସର ଅବଦାନ ଏକ ବିସ୍ତୃତ ବିବରଣୀ ପ୍ରଦାନ କର। ଦେଇଛି ନଗର ରାଜ୍ୟ ସ୍ପାର୍ଟାର ଅଧିବାସୀମାନଙ୍କର ରାଜନୈତିକ ଓ ସାମାଜିକ ଜୀବନ ଉପରେ ଏକ ନିର୍ବନ୍ଧ ଲେଖ। ଓକେ, ଏଇଆ ଥିଲା କୋ ଟୁ ହିଷ୍ଟ୍ରି ଅନର୍ସର। ଓକେ, କିଛି ନାହିଁ, ଗୋଟେ ପରୀକ୍ଷାରେ ଗୋଟେ ତା ପାଇଁ ଅଲଗା ଗୋଟେ ଖାତା କରିଦେଇଥିବେ। ଏବଂ ସବୁ 10ରେ ଦେଖିଥିଲେ ନା, ୟୁନିଟ୍ ସବୁ ପଛରେ ଦେଇଥିବ, ସବୁ 50 ମାର୍କ ଗୋଟେ ଦେଇଥିବ, ସର୍ଟ କୋଶ୍ଚିନ୍ 25ଟା, ଆଉ ନା ତ 100 ମାର୍କ ଦେଇଥିବ, ସର୍ଟ କୋଶ୍ଚିନ୍ 50ଟା, ଆଉ ସବୁ ବାକି ତମର 2 ମାର୍କିଆ 3 ମାର୍କିଆ ଲଙ୍ଗ କୋଶ୍ଚିନ୍ ମିଶେଇକି ଦେଇଥିବ। ଏଠି ମାନେ ସେଇଭଳିଆ ଯଦି ତମେ କରିବ, ତାହେଲେ ତମେ ଅଟୋମେଟିକ୍ ଭଲ ମାର୍କ ରହିବ। ମାନେ ପ୍ରାକ୍ଟିସ୍ ଯେତେ କରିବ ତମେ ସେତେ ଅଧିକ ମାନେ ଏକ୍ସପିରିଏନ୍ସ ହେଇଯିବ, ଯାହାଫଳରେ ପରୀକ୍ଷାରେ ପଡ଼ିବ ତମେ ସାଙ୍ଗେ ସାଙ୍ଗେ ଲେଖିବ। ଆଉ ଲେଖା ରହିଲେ ବି ଯେତେ 30 ପେଜ୍ ହେଉଛି, ଯେତେ ଲେଖିବ ସେତେ ମାର୍କ ଦିଆହବ ନା, ସେ 30 ପେଜ୍ ଦେଉଛି, ତମେ ଯାହା ଲେଖିବ ସେଇଆ ହିଁ ସେ ମାର୍କ ଦେବ। ମାର୍କ ଦେବାଟା ଥୁଆ, ତମେ ଲେଖିଛ ନା, ତମେ ଛାଡ଼ିଲେ ସିନା ସେ ତମକୁ ମାର୍କ ଦେବନି। ଏଇଆ ହେଲା ଭିଡ଼ିଓ ଉପରେ ସବୁ ଥିଲା। ଓକେ, ଜୟ ଜଗନ୍ନାଥ।